ଏବଂ ତାଙ୍କର କେବଳ ଯେ ଗୁଡ଼ିଏ ହାସ୍ୟ ବ୍ୟଙ୍ଗ ଚୌପଦୀ ବା ସମାଜ ସଂସ୍କାରମୂଳକ ଚୌପଦୀ ଅଛି ବା ଛୋଟ କବିତା ଅଛି ସେ କଥା ନୁହେଁ। ତା ସାଙ୍ଗରେ ତାଙ୍କର ଶ୍ରେଷ୍ଠ କୃତି ମୁଁ ଆଲୋଚନା କରିଛି ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଏବଂ ରାଘବ ବିଳାସ କାବ୍ୟ, ଏବଂ ତାଙ୍କର ଗୁଡ଼ିଏ ସଙ୍ଗୀତ ମଧ୍ୟ ସେଇଭଳି ଅଛି। ତାଙ୍କର ଅନେକ ସଙ୍ଗୀତ ସବୁ ବିଶେଷତଃ ଶୃଙ୍ଗାର ରସ ଧର୍ମୀ କବିତା ବା ଆଦିରସାତ୍ମକ ଅତି ଶ୍ରୁତିମଧୁର ଶ୍ରବଣ ମଧୁର ଅତ୍ୟନ୍ତ ସୁଲଳିତ ସାବଲୀଳ ଶବ୍ଦ ସଂଯୋଜନାରେ ସେ ସଙ୍ଗୀତ ଗୁଡ଼ିକ ରଚନା କରିଛନ୍ତି। ଆଉ ସେଥିରୁ କିଛି ମଧ୍ୟ ଆଲୋଚନା ମୁଁ କରିଛି ଆପଣମାନେ ଜାଣିଛନ୍ତି। ବିଶେଷତଃ ଆଗକୁ ତାଙ୍କର ଏଇ ଜାନୁଆରୀ 8 ତାରିଖରେ ଆଜ୍ଞା ତାଙ୍କର ସାହିତ୍ୟ ଏକାଡେମୀ ଏବଂ ଯଦୁମଣି କ୍ଲବ ଇଟାମାଟି ଆନୁକୂଲ୍ୟରେ ଯେଉଁ ଯଦୁମଣି ଜୟନ୍ତୀ ହେଉଛି ମୋତେ ସେମାନେ ଯାହା ହଉ ଅନେକ ବର୍ଷ ଧରିକିରି ଡାକୁଛନ୍ତି ଆଉ ତାଙ୍କର ସଭାକୁ ବକ୍ତା ଭାବରେ, ଏବଂ ମୁଁ ଯେତେବେଳେ ବକ୍ତୃତା ଆଜ୍ଞା ଦିଏ